ସେଥିରେ ଗଲେ କିଛି ବୁଝିପାରିବେ ନାହିଁ। ତେଣୁକରି ପ୍ରଭୁଙ୍କର ମହିମା ହଉ, ଆସନ୍ତୁ ଆମେ ଆରମ୍ଭ କରିବା। ଆଉ ମୁଁ ସମସ୍ତଙ୍କୁ ପଚାରିବି, ଆପଣମାନେ କହିବେ କାହିଁକି ମୁଁ ପଚାରୁଛି ନା ଆପଣଙ୍କୁ ମନେ ରହୁ ବୋଲି ମୁଁ ପଚାରୁଛି। ତେଣୁ ପ୍ରଥମେ ଆମେ ଯୋଉ ଦେଖୁଛୁ ମେଷ ଶାବକ, ଏ ମେଷ ଶାବକର ଅର୍ଥ କ'ଣ? କିଏ ମେଷ ଶାବକ କହିଲେ? କିଏ? ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ ପ୍ରଥମ ମୁଦ୍ରାରେ ଆମେ କ'ଣ ଦେଖୁଛୁ? ପ୍ରଥମ ମୁଦ୍ରାରେ ଗୋଟେ ଧଳା ଘୋଡ଼ା ଆଉ ଗୋଟେ ଧନୁ ଧରିଛନ୍ତି ଏବଂ ମୁକୁଟ ପିନ୍ଧିଛନ୍ତି। ଅର୍ଥାତ୍ ସେ ଧନୁର ଅର୍ଥ ବୁଝାଏ ବିଜୟ। କ'ଣ? ବିଜୟ। ମୁକୁଟର ଅର୍ଥ ରାଜା ଆଉ ଧଳାର ଅର୍ଥ ଶାନ୍ତି। ତ ସେମାନେ ଶାନ୍ତି 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 ବୋଲି କ'ଣ? ଇଏ ରାଜା ହେଇ ଏ ପୃଥିବୀରେ ତାର ରାଜ୍ୟ ଆରମ୍ଭ କରିବ। ତାପରେ ଦ୍ୱିତୀୟ ମୁଦ୍ରାରେ ଆମେ କ'ଣ ଦେଖୁଛୁ? ଖଡ଼ଗ ଧରିଛନ୍ତି, ସଭାରେ ଆସିଛନ୍ତି ଏବଂ ରେଡ୍ ଘୋଡ଼ାରେ, ଲାଲ ଘୋଡ଼ାରେ ସେ ଆସିଛନ୍ତି। ଲାଲର ଅର୍ଥ ହେଲା ଡେଞ୍ଜର। ତେଣୁ ଖଡ଼ଗର ଅର୍ଥ ହେଲା ସେ ମାରିବ ଅନେକ, ଏକ ତିହାଇ ଲୋକ ଅର୍ଥାତ୍ 3 ଭାଗରୁ ଭାଗେ ଲୋକମାନଙ୍କୁ ମାରିବ ଏବଂ ଲୋକମାନେ ପରସ୍ପରକୁ ହଣା କଟା ହେଇକି ମରିବେ। କେତେ? 3 ଭାଗରୁ ଭାଗେ। ତାପରେ ଆମେ 3 ନମ୍ବର ମୁଦ୍ରା ଆମେ ଦେଖିଲୁ, କଳା ଘୋଡ଼ାରେ ଗୋଟେ କେଜି ଧରିକି ଆସିଛନ୍ତି ଆଉ ସବାରେ କି କଳା ଘୋଡ଼ାର ଅର୍ଥ ହେଲା ଦୁଃଖ। ଦୁଃଖ ଏବଂ ଏ କେଜି ଅର୍ଥ ହେଲା ଯେ ସେତେବେଳେ ଦୁର୍ଭିକ୍ଷ ପଡ଼ିବ, ମରୁଡ଼ି ହେବ, ଚାଷବାସ ହେବ ନାହିଁ, ତ କାମ ମିଳିବ ନାହିଁ। ଯଦି କାମ ମିଳିବ ତ ଲୋକମାନଙ୍କୁ 1 କେଜି ଗହମ ଏବଂ 3 କେଜି ଜଉ ମିଳିବ। ତ ଆଉ ଆମେ 5 ନମ୍ବର ମୁଦ୍ରା ଦେଖୁଛୁ। 5 ନମ୍ବର ମୁଦ୍ରାରେ ଯେଉଁମାନେ ପ୍ରଭୁଙ୍କ ପାଇଁ ବଳି ହେଇଛନ୍ତି, ପ୍ରଭୁଙ୍କର ବାକ୍ୟ ପାଇଁ, ପ୍ରଭୁଙ୍କର ସେବା କାର୍ଯ୍ୟ ପାଇଁ ଯେଉଁମାନଙ୍କୁ ଲୋକମାନେ ମାରି ଦେଇଛନ୍ତି, ସେମାନଙ୍କର ଆତ୍ମା ସ୍ୱର୍ଗରେ ପ୍ରଭୁଙ୍କର ବେଦୀ ତଳେ ପ୍ରାର୍ଥନା କରୁଛନ୍ତି। କ'ଣ ପ୍ରାର୍ଥନା କରୁଛନ୍ତି? ହେ ପ୍ରଭୁ, ଆମର ରକ୍ତର ପରିଶୋଧ କେବେ ନେବ? ତୁମେ ନ୍ୟାୟ ବିଚାରକର୍ତ୍ତା ପରମେଶ୍ୱର ବୋଲି ପ୍ରାର୍ଥନା କରୁଛନ୍ତି। 6ଠ ମୁଦ୍ରାରେ ଆମେ କ'ଣ ଦେଖୁଛୁ? 6ଠ ମୁଦ୍ରାରେ ସୂର୍ଯ୍ୟ ଏବଂ ଚନ୍ଦ୍ର ଏବଂ ତାରା। ଇଏ ସୂର୍ଯ୍ୟ କଳା ହେବ, ଚନ୍ଦ୍ର କ'ଣ ହେବ? ଲାଲ ହେବ ଏବଂ ଏ ତାରା ପୃଥିବୀରେ ପଡ଼ିବେ। ତେଣୁ ଆମେ ଏ 6ଠ ମୁଦ୍ରା ଏବଂ 7ମ ମୁଦ୍ରା ଭିତରେ ଅନ୍ତରରେ କ'ଣ ଆମେ ଶିଖିଲୁ? ଯେ ପ୍ରଥମେ 2ଟା ଆମେ ଶିଖିଲୁ। 6ଠ ମୁଦ୍ରା ଏବଂ 7ମ ମୁଦ୍ରା ମଧ୍ୟରେ ଅନ୍ତର ଆମେ 2ଟି ବିଷୟ ଆମେ ଦେଖିଲୁ ସେଠି। ପ୍ରଥମେ ହେଲା ଯେ 1,44,000 ଲୋକ ଇସ୍ରାଏଲ ଲୋକମାନେ ମୁଦ୍ରାଙ୍କିତ ହେବେ ଆଉ ଆମେ ଯେତେ ଜଣ ସ୍ୱର୍ଗରେ ଥିବା ପ୍ରଭୁଙ୍କ ସହିତ ପରମେଶ୍ୱରଙ୍କ ସିଂହାସନରେ ଆମେ ଆରାଧନା କରୁଥିବା। ତ 7ମ ମୁଦ୍ରାରେ ଆମେ ଦେଖିଲୁ ଯେ 7ମ ମୁଦ୍ରାରେ ଯେ ଦେଖୁଛୁ ଏଠି ଭୟାନକ ଯେ 7ମ ମୁଦ୍ରାରେ ଯେ ୟା ପରେ ଯାହା ହେବ ସେଥିପାଇଁ ସ୍ୱର୍ଗଦୂତ ମାନେ ଏବଂ 24 ପ୍ରାଚୀନ ମାନେ, କରୋଡ଼ କରୋଡ଼ ଦୂତ ମାନେ ସେମାନେ କ'ଣ କଲେ? ଅଧଘଣ୍ଟା ପୁରା ସାଇଲେନ୍ସ ହେଇଗଲେ, ଅଧଘଣ୍ଟା ପୁରା ନୀରବ ହେଇଗଲା। କାହିଁକି ହେଲା? ୟା ପରେ ଯୋଉ ବିପଦ ଆସିବ, ୟା ପରେ ଯୋଉ ବିପଦ ଆସିବ ତ ଏଟା ଅସହ୍ୟ। ତେଣୁ ୟା ପରେ ଯୋଉ ବିପଦ ଆସିବ, ତୁରୀର ବିପଦ ଆସିବ। ପ୍ରଥମ ତୁରୀରେ କ'ଣ ବିପଦ ଆସିଥିଲା? ପ୍ରଥମ ତୁରୀରେ ନାଇଁ, ରକ୍ତ ସହିତ ବଡ଼ ବଡ଼ ପଥର, କୁଆ ପଥର, ଓଲେ ବଡ଼ରେ ସେଟା ଓଲା, ଯୋଉ କୁଆ ପଥର ଯାକ ପଡ଼ିଥିଲା ଆଉ ଜଙ୍ଗଲ ପୋଡ଼ି ଯାଇଥିଲା। 3 ଭାଗରୁ ଭାଗେ ଜଙ୍ଗଲ ପୋଡ଼ିଗଲା ଆଉ ଅନେକ ଲୋକମାନେ ମରିଗଲେ। ତାପରେ ଦ୍ୱିତୀୟ ତୁରୀରେ ଆମେ ଦେଖୁଛୁ ଯେ ଗୋଟେ ବଡ଼ ପାହାଡ଼ ଜଳିଗଲା ଆଉ ସେ ବଡ଼ ପାହାଡ଼ ଜଳିକି ସମୁଦ୍ରରେ ପଡ଼ିଗଲା ଆଉ ସମୁଦ୍ର ସବୁ ରକ୍ତ ହେଇଗଲା 3 ଭାଗରୁ ଭାଗେ। ଆଉ ସେ ସମୁଦ୍ରର ମାଛମାନେ ସବୁ, ସାପ ଯେତିକି ପାଣି ଭିତରେ ଅଛନ୍ତି ଜୀବମାନେ ସବୁ ମରିଗଲେ। କେତେ ନମ୍ବରରେ? 2 ନମ୍ବର ତୁରୀରେ। 3 ନମ୍ବର ତୁରୀ ଯେତେବେଳେ ସ୍ୱର୍ଗଦୂତ ଫୁଙ୍କିଲେ ସେତେବେଳେ କ'ଣ ହେଲା? ନାଇଁ, ନାଗ୍ୟନା ଗୋଟେ ତାରା ସେ ନଦୀ ମାନଙ୍କରେ, ନଦୀର
ପାଣି କଣ ହେଲା କାରବା ହେଇଗଲା ଅର୍ଥାତ୍ ତିକ୍ତ ହେଇଗଲା ପିତା ହେଇଗଲା ସେ ପାଣି ପିଇକିରି ଅନେକ ଲୋକମାନେ ତିନି ଭାଗରୁ ଭାଗେ ଲୋକମାନେ ମରିଗଲେ। 4 ନମ୍ବର ତୁରୀରେ ଆମେ ଦେଖୁଛୁ ଯେ ଏଠି ସୂର୍ଯ୍ୟ କଳା ହେଲା ଚନ୍ଦ୍ର ବି କଳା ହେଲା ତିନି ଭାଗରୁ ଭାଗେ କଳା ହେଲା ଆଉ ଆମେ ଦେଖୁଛୁ ତାରା ମଧ୍ୟ କଳା ହେଲା। ଆଉ 5 ନମ୍ବର ତୁରୀ ଯେତେବେଳେ ଫୁକା ହେଲା କଣ 5 ନମ୍ବର ତୁରୀରେ ନାଇଁ କଣ 5 ନମ୍ବର ତୁରୀରେ 5 ନମ୍ବର ପାତାଳ କୁଣ୍ଡ ସ୍ୱର୍ଗଦୂତ ଆସିକି ଖୋଲିଲେ ଆଉ ସେ ପାତାଳ କୁଣ୍ଡରୁ ପଙ୍ଗପାଳ ମାନେ ବାହାରିଲେ ଆଉ ସେ ପଙ୍ଗପାଳ ମାନେ ଏ ପୃଥିବୀର ଲୋକମାନଙ୍କୁ କେବଳ ଯୋଉମାନେ ମୁଦ୍ରାଙ୍କିତ ହେଇଛନ୍ତି ସେମାନଙ୍କୁ ଛାଡ଼ିକି ଯୋଉମାନେ ହେଇନାହାନ୍ତି ସବୁକୁ ସେମାନେ କଷ୍ଟ ଦେଲେ କିନ୍ତୁ ସେମାନେ ମରିବା ପାଇଁ ଚାହିଁଲେ କିନ୍ତୁ ମରିପାରିଲେ ନାହିଁ କାହିଁକି ନା ମୃତ୍ୟୁ ସେମାନଙ୍କ ପାଖରୁ ଦୌଡ଼ିଗଲା ମରିଲେ ନାହିଁ ଖାଲି କଷ୍ଟ ପାଇଲେ। ତାପରେ ଆମେ ଷଷ୍ଠ ତୁରୀ ଯେତେବେଳେ ଫୁଙ୍କାଇଲା କେତେ କୋଟି ଘୋଡ଼ା ମାନେ କେତେ କୋଟି ଘୋଡ଼ା 20 କୋଟି ହାଲେଲୁୟା କେତେ କୋଟି 20 କୋଟି ଘୋଡ଼ା ଆସିଲେ ଆଉ ସେ ଘୋଡ଼ା ମାନଙ୍କର ସଭା ସେମାନଙ୍କର ସାହାଯ୍ୟ ଆଉ ସେମାନଙ୍କୁ ରକ୍ଷା କରିବା ପାଇଁ କେତେ ପ୍ରକାର ଥିଲା ଗୋଟେ ସୁବର୍ଣ୍ଣ ସାଜ ଥିଲା ଆଉ ଗୋଟେ ନୀଳ ସାଜ ଥିଲା ଆଉ ଗୋଟେ କର୍ପୂର ସାଜ ମାନେ ଗନ୍ଧ କର୍ପୂର ସାଜ ତ ସେମାନଙ୍କୁ ରକ୍ଷା କରିବା ପାଇଁ ଆଉ ସେମାନଙ୍କ ମୁଖରୁ କଣ ବାହାରିଲା ଅଗ୍ନି ବାହାରିଲା ନିଆଁ ବାହାରିଲା ଆଗୁଆଡେ ଯୋଉମାନଙ୍କୁ ଦେଖିଲେ ତାଙ୍କୁ ନିଆଁରେ ମାରିଲେ ପଛଆଡେ ଆଟାକ କଲେ ସାପରେ ମାରିଲେ ତାଙ୍କର ମୁହଁ ସିଂହ ପରି ଥିଲା। ତାପରେ ଏବେ ଆମେ ଏ ଷଷ୍ଠ ତୁରୀ ଏବଂ ସପ୍ତମ ତୁରୀ ଅନ୍ତର ଗୋଟେ ଅଛି ଆଜି ଆମେ ସେଟା ଶିଖିବା। ହାଲେଲୁୟା ଶିଖିବା ପୂର୍ବରୁ ଯେତିକି ଜଣ ଏଠି ବସିଛନ୍ତି ଆପଣ ମାନେ ଏଇ ଯୋଉ ବିଷୟ ଜାଣୁଛନ୍ତି ଜାଣିବା ଦ୍ୱାରା ଆମେ କଣ ନା ବିଶ୍ୱାସ ବଢିବ ଆମର ଗୋଟେ ପ୍ରଭୁଙ୍କ ସହିତ ସମ୍ପର୍କ ବଢିବ ପ୍ରଭୁ ଆମମାନଙ୍କୁ କେମିତି ଉଦ୍ଧାର କରିବେ ସେ ବିଷୟ ଜାଣିବା ପ୍ରଭୁ କେତେ ପ୍ରେମମୟ ଜାଣିବା ପ୍ରଭୁ କେତେ କ୍ରୋଧ ସେଟା ମଧ୍ୟ ଜାଣିବା ତାପରେ ଆମ ଜୀବନ ସଜାଡ଼ି ପାରିବା। ହାଲେଲୁୟା ପ୍ରକାଶିତ ବାକ୍ୟ 1:3 ପଢିବା ପ୍ରକାଶିତ ବାକ୍ୟ 1:3 ପ୍ରକାଶିତ ବାକ୍ୟ 1:3 ପଦ ଯେ ପାଠ କରେ କୋଉଟା ପ୍ରକାଶିତ ବାକ୍ୟକୁ ଯିଏ ପାଠ କରେ ଅର୍ଥାତ୍ ପଢିବ ଯେଉଁମାନେ ଆଉ ଏ ପ୍ରକାଶିତ ବାକ୍ୟର ଭାବବାଣୀ ଶୁଣିବେ ଆଉ ସେଥିର ଲେଖା ହେଇଥିବା ବିଷୟ ଗୁଡ଼ିକ ପାଳନ କରନ୍ତି ସେମାନେ କଣ ଧନ୍ୟ। ହାଲେଲୁୟା ଏଠି ଯେତିକି ଜଣ ବସିଛନ୍ତି ବାପା ମାନେ ଭାଇ ଭଉଣୀ ମାନେ ସମସ୍ତେ ଛୋଟ ବଡ ସମସ୍ତେ ଯୋଉମାନେ ପ୍ରକାଶିତ ବାକ୍ୟର ଭାବବାଣୀ ଶୁଣିଛନ୍ତି ଆଉ ଶୁଣିବା ଦ୍ୱାରା ଆପଣମାନେ ପାରିବେ ତାହେଲେ ଆପଣମାନେ ଧନ୍ୟ ହେବେ। ହାଲେଲୁୟା କାରଣ ସମୟ ସନ୍ନିକଟ। ହାଲେଲୁୟା କୋଉ ସମୟ ସନ୍ନିକଟ ନା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବେ ଆଉ ଆମମାନଙ୍କୁ ନେଇଯିବେ ସେଥିପାଇଁ ଆମେ ପ୍ରକାଶିତ ବାକ୍ୟ ଶିଖୁଛୁ। ହାଲେଲୁୟା ତ ଭାବବାଣୀ ପୁସ୍ତକ ପ୍ରକାଶିତ ବାକ୍ୟ ଦାନିଏଲ ଭାବବାଣୀ ପୁସ୍ତକ ପୁରାତନ ନିୟମରେ ଅଛି ଏ ଦାନିଏଲ ପୁସ୍ତକ ପ୍ରକାଶିତ ବାକ୍ୟ ଗୋଟେ ତେଣୁ କରି ଆମେ ଏ ପୁସ୍ତକ ପଢିଲେ ଆଉ ପଢିକି ଆମେ ଜାଣିଲେ ପାଳନ କଲେ ଆମେ ସତର୍କ ହେବା ଆଉ ପ୍ରଭୁ ଯୋଉଦିନ ଆସିବେ ଆମକୁ ନେଇଯିବେ। ହାଲେଲୁୟା ଆମେ ପ୍ରସ୍ତୁତ ହେଇ ପ୍ରଭୁଙ୍କୁ ଜଗି ପାରିବା ଆମେ ପ୍ରସ୍ତୁତ ହେଇ ପ୍ରଭୁଙ୍କର ଅପେକ୍ଷାରେ ରହିପାରିବା ସେଥିପାଇଁ ପ୍ରକାଶିତ ବାକ୍ୟ ଆମେ ପଢୁଛୁ। ହାଲେଲୁୟା ତେଣୁ ଏବେ ଆମେ ପଢିବା ଏ ଯେତିକି ଆମେ ପଢୁଛୁ ଏବେ ଷଷ୍ଠ ତୁରୀ ଏବଂ ସପ୍ତମ ତୁରୀର ଅନ୍ତର ଗୋଟେ ଅଛି ସେଇ ଅନ୍ତରରେ କଣ କଣ ହେବ ଆପଣମାନଙ୍କୁ ଆଜି ମୁଁ କହିବି ତେଣୁ ସମସ୍ତେ ଧ୍ୟାନ ସହିତ ଶୁଣିବେ। ଆମେ ପ୍ରକାଶିତ ବାକ୍ୟ 11 ବାହାର କରିବା ପ୍ରକାଶିତ ବାକ୍ୟ 11 ବାହାର କରିବା 11ର 3 ପଦ ପଢିବା
आओ आम्भे आपण दुई साखी को आओ आम्भे अपना दुई साखी को क्षमता देबु जे क्षमता देबु जे सेमाने छोट परिधान करी से माने छोट परिधान करी 1,260 दिन 1,260 दिन पर्यंत भाववाणी कहिबे पर्यंत भाववाणी कहिबे। हालेलुया। ए अंतरे प्रभु षष्ठ तुरी एवं सप्तम तुरी अंतरे दुई गावा अर्थात साक्षी इंग्लिश रे कहिबे विटनेस हिंदी रे कहिबे गवा आउरी उड़िया रे कहिबे साक्षी परमेश्वर पठेइबे पृथ्वी को से माने भाववाणी कहिबे। हालेलुया। जो पृथ्वी रे लोक माने अछंती परमेश्वर को विश्व रे से माने भाववाणी कहिबे आ जो माने तेई वाक्य भाववाणी सुनिके मन फेरेइबे प्रभु से मानकु सेई स्वर्ग राज्य अधिकार हेबा पाई सुযোগ देबे। तेरो ए दुई साथी को प्रभु पठेइबे कोठी पृथ्वी रे पठेइबे। हां तळको सेमाने पृथ्वीर प्रभुको सम्मुखरे सेमाने पृथ्वी रे प्रभुको सम्मुखरे दंडयमान होइथिबारु सेमाने दंडयमान होइथिबारु दुई जित वृक्ष अर्थात दुई जण और दुई प्रदीप सदृश्य सेमाने दुई प्रदीप सदृश मात्र सेमानकर प्रदीप लिभिब नाही सेमानकर दीप वृक्ष जित वृक्ष भांगिब नाही मजबूत एवं दीप मध्य लिभिब नाही से परे से माने मजबूत रे ए पृथ्वी रे भाववाणी परमेश्वरकर कहिबे। हां केही जदि सेमानकर क्षति करिबाकु इच्छा केही जदि सेमानकर क्षति करिबार इच्छा करे तेबे सेमानकर मुखरु तेबे ए दुई जनकर मुखरु अग्नि निर्गत होई अग्नि निर्गत हो निया बाहरिबो। सेमान हां कोन बाहरिबो निया मुहरु निया बाहरिबो। हां सेमानकर शत्रु मानकु ग्रास करे सेमानकर शत्रु माने जो माने ताकू मारिबा पई आसीबे जो माने ताकू आक्रमण करिबा पई आसीबे सेमानकर शत्रु मानकु से अग्नि द्वारा ग्रास करिबे। हां केही जदि सेमानकर क्षति करिबाकु इच्छा करिबो केही जदि सेमानकर क्षति करिबा पई इच्छा करिबो एहाकु एही परि भाबे ए परि भाबरे हत हेबे अर्थात निया रे सब पूरी मरि जिते जो माने ताकू मारिबा पई आसीबे अग्नि द्वारा सेमानकु मारिबे ताकर मुहरु कोन बारिबो अग्नि बारिबो निया बारिबो आ से निया समस्त को मारिबो। तापरे सेमाने भाववाणी कहिबा समय मध्यरे जे परि पुष्टि न हुए एथि निमंते आकाश रुद्ध करिबा निमंते सेमानकर क्षमता अछि। हालेलुया हालेलुया। काहे कि परमेश्वर भाववाणी से माने कहिबे से समय आकाश रोध करिबा क्षमता ए मानकु प्रभु देइछन। हालेलुया। ए माने वर्षा ए मानकर भाववाणी कहिबा समय वर्षा हेबो नाही। तापर तळको पुणी जेते थोर इच्छा सेते थोर जळकु रक्तरे आउ जेते थोर इच्छा सेते थोर जळकु रक्तरे परिणत करिबाकु पृथ्वी को समस्त प्रकार महामारी जेति की महामारी अछि सती प्रकार महामारी आघात करिबा लोकमान को पूरा मारि देबो मध्य सेमानकर क्षमता अछि सेति पाई मध्य सेमान को क्षमता दिया अछि के दैछथि प्रभु यीशु ख्रीष्ट। हालेलुया। ए दुई जण प्रभु को विषय भाववाणी कहिबे आ से समय जो माने मन फेरेले भलो नहले सेमान को अग्नि द्वारा सेमान को मारे जो माने ताकू आक्रमण करिबा पई चाहिबे सेमान को से नियारे सेमान को मुखर नियारे सेमान को मारिबे
परमेश्वर एपरि तांको क्षमता देइछन्ति जे से माने आकाश को रोध करिवे आ से माने पृथ्वी रो जतिकि जल अछि सब रक्त रे परिणत करिवार मध्य तांको ए दुई जन को क्षमता दिया देइछि। हालेलुया। केमिति जुझना प्रभुंकर षष्ठ सप्तम तुरी मध्य अंतरे प्रभु ए सब करिवे दुई जन तांको दास मानको पठेइबे। हालेलुया। आ से भाववाणी कहिबे आ से भाववाणी प्रभुଙ୍କ विषय हेबो आ जदि केहि तांको मारिबा पय चेष्टा करिवे ताहाले से मानकु कोन करिवे अग्नि द्वारा से मानकु मारिबे। तळकु पडिबो सेमानको साक्ष्य समाप्त हेला उतारे सेमानको साक्ष्य समाप्त हेला उतारे पाताल कुंडर जेउ पशु उत्थित हेबो पाताल कुंड मु देखैଥିଲି ସେଦିନ पाताल कुंड मने पडुछि पाताल कुंड रे पंगपाळ माने बाहर थिले सेई पाताल कुंड रे सेई सेमानकर सहित युद्ध करिबो आथरे पडतो सेमानकर साक्ष्य समाप्त हेला उतारे से दुई जनकर दासकर साक्ष्य बा भाववाणी समाप्त हेला उतारे पाताल कुंडर जेउ पशु उत्थित हेबो पाताल कुंडरु जेउ पशु उत्थित हेबो पाताल कुंडरु जेउ पशु उत्थित हेबो से सेमानक सहित युद्ध करिबो से सेमानक सहित युद्ध करिबो कोमानक सहित प्रभुकर दास ए दुई जनक सहित युद्ध करिबो और सेमानक जय करि बद्ध करिबो सेमानक जय करि बद्ध करिबो किए पाताल कुंडरे पशु पशु बोले कोन पशु कहिले प्रकाशित वाक्य रे पशु कहिले ख्रीष्ट विरोधी मसीह विरोधी एंटी क्राइस्ट परि कहंती इंग्लिश रे पशु कहिले प्रकाशित वाक्य रे कोन ख्रीष्ट विरोधी माने पशु कहिले ख्रीष्ट विरोधी हिंदी रे कहंती मसीह विरोधी इंग्लिश रे कहंती एंटी क्राइस्ट ये पशु प्रकाशित वाक्य रे आमे काहेकि पशु दिया हैला प्रकाशित वाक्य रे आमे दानिएल पुस्तक रे मते देखुछु गोटे पशु भयंकर पशु गोटे थिला आउ तार 10टा सिंह थिला मु आपण मान कहै मने अछि 10टा सिंह थिला आउ से गुटे सिंह उठिला जेते बेले 3टा सिंह पड़ी गला आउ से छोटो सिंह से छोटो सिंह होचे पशु। हालेलुया। से छोटो सिंह होची पशु आउ ए छोटो सिंह कोटे अछि पाताल कुंड रे अछि। हालेलुया। से पाताल कुंड रे कुंड रु बाहरिबो आउ ए दुई जन दास को युद्ध करिबो आउ ए मानकु से विजय होबो पाताल कुंड रे थिबा मसीह विरोधी ख्रीष्ट विरोधी एंटी क्राइस्ट युद्ध करिबो ए दुई जन को आउ विजय होबो आउ से माने मरि जिवे। सेथिरे जे महानगरी को आत्मिक भावरे ना आ थरे पढो से सेथिरे जे महानगरी को तापुर बोल सेमानक साक्ष्य समाप्त हेला उतारे पाताल कुंडर जेउ पशु उत्थित हेबो से सेमानक सहित युद्ध करिबो और सेमानक जय करि बद्ध करिबो सेमानक जय के बद्ध करिबो अर्थात मारि देबो। सेथिरे जे महानगरी को आत्मिक भावरे सेथिरे जो महानगर बोले बड़ शहर इंग्लिश रे कहंतु सेटा को सिटी महानगर सिटी आत्मिक भावरे सदम और मिश्र करी कहा जाए आत्मिक भावरे कोठे सदम और मिश्र बोली कहा जाए जेउठारे सेमानकर प्रभु मध्य जेउठारे सेमानकर से दुई जनकर दासकर प्रभु मध्य आमर प्रभु मध्य जो जगह रे क्रूसापित होइथिले। हालेलुया।
ସେହି ମହାନଗର ବଡ଼ ସିଟିରେ ରାଜପଥରେ ସେମାନଙ୍କର ଶବ ପଡ଼ି ରହିବ। ଏମିତି ରାସ୍ତା କଡ଼ରେ ସେ ମହାନଗର ସେଇ ସିଟିରେ ରାସ୍ତା କଡ଼ରେ ସେମାନଙ୍କର ଶବ ପଡ଼ିକି ରହିବ। ସେମାନଙ୍କୁ କଣ କରିବେ ମାନେ ସମାଧି ଦେବେ ନାହିଁ। କାହିଁକି ଦେବେ ନାହିଁ ନା ଏମାନେ ଲୋକମାନଙ୍କୁ ବହୁତ କଷ୍ଟ ଦେଇଛନ୍ତି। ପଢ। ଆଉ ନାନା ବଂଶ ଗୋଷ୍ଠୀ ଭାଷାବାଦୀ ଓ ଜାତିର ଲୋକେ ଅନେକ ଜାତିର ଲୋକେ ସାଢ଼େ ତିନି ଦିନ ପର୍ଯ୍ୟନ୍ତ ସେମାନଙ୍କର ଶବକୁ ଦେଖିବେ। ସମାଧିସ୍ଥ ହେବାକୁ ଦେବେ ନାହିଁ। ସମାଧି କରିବା ପାଇଁ ଦେବେ ନାହିଁ। ଏ ମୋର ଡଙ୍ଗରୀ ମା ମାନେ, ମୋର ଭାଇ ମାନେ, ମୋର ବାପା ମାନେ, ଏ ଯୋଉ ଜଣ ଦାସଙ୍କୁ ଯେତେବେଳେ ପ୍ରଭୁ ପଠେଇଲେ ଭାବବାଣୀ କହିବା ପାଇଁ, ଇଏ ପାତାଳ କୁଣ୍ଡରେ ଥିବା ପଶୁ ଖ୍ରୀଷ୍ଟ ବିରୋଧୀ ସେମାନଙ୍କ ସହିତ ଯୁଦ୍ଧ କରିବ, ବିଜୟ ହେବ ଏବଂ ସେମାନଙ୍କୁ ବଦ୍ଧ କରିବ। ଯୋଉ ଜାଗାରେ, ଯୋଉ ମହାନଗରୀରେ, ଯୋଉ ସିଟିରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶାନ୍ବିତ କରାହେଇଥିଲା, ସେହି ନଗରୀ ରାସ୍ତା କଡ଼ରେ ଏମାନେ ପଡ଼ି ରହିବେ, ମରିଯିବେ। 3.5 ଦିନ ପର୍ଯ୍ୟନ୍ତ ସେଠି ପଡ଼ିକି ରହିବେ, କେହି ମଧ୍ୟ ଉଠେଇବେ ନାହିଁ। କାରଣ ଏମାନେ ଜଗତର ଲୋକମାନଙ୍କୁ ଅନେକ କଷ୍ଟ ଦେଇଛନ୍ତି। ଆଉ 3 ଦିନ ପର୍ଯ୍ୟନ୍ତ ସେମାନେ ସେଠି ପଡ଼ିକି ରହିବେ। ତଳକୁ ପଡ଼ିବା। ସେତେବେଳେ ପୃଥିବୀରେ ବାସ କରୁଥିବା ଲୋକମାନେ ସେମାନଙ୍କର ମୃତ୍ୟୁ ସମ୍ବାଦ ଶୁଣି ଆନନ୍ଦ କରିବେ। ଆନନ୍ଦ ପ୍ରମୋଦ ଅର୍ଥାତ୍ ଖୁସି ବି ହେବେ। ବୁଝି ପାଣି ତାଙ୍କ ଘରେ ଛେଳି ଅଛି, ଛେଳି ମାରିବେ, କୁକୁଡ଼ା ମାରିବେ, ଖୁସି ହେବେ, ଖୁସି ମନେଇବେ। ଆମକୁ ଯିଏ କଷ୍ଟ ଦେଉଥିଲା ସେ ମରିଗଲେ ବୋଲିକି କେମିତି ସେମାନେ ଖୁସି ହେବେ। ତଳକୁ ପୁଣି ପରସ୍ପରକୁ ଉପହାର ଦେବେ। ଆଉ ପରସ୍ପରକୁ ଉପହାର ଦେବେ। ନୂଆ ଶାଢ଼ୀ ମାନେ କିଣିକି ଦେବେ। ଆମକୁ ଯିଏ ମାରିଥିଲା, ମରିଥିଲା, ଖୁସିରେ ନୂଆ ଶାଢ଼ୀ ଗୋଟେ ପିନ୍ଧେ। ସେମାନେ ଏମିତି ଭୋଜି ଭାତ କରିକି ଆନନ୍ଦ କରିବେ। କାହିଁକି ନା ଯୋଉମାନେ କଷ୍ଟ ଦେଉଥିଲେ ପୃଥିବୀରେ, ସେମାନେ ମରିକି ରାସ୍ତା କଡ଼ରେ ପଡ଼ିଛନ୍ତି 3 ଦିନ ହେଲାଣି। କାରଣ ଏହି ଦୁଇ ଭାବବାଦୀ ପୃଥିବୀ ନିବାସୀ ମାନଙ୍କୁ ଯନ୍ତ୍ରଣା ଦେଉଥିଲେ। ପୃଥିବୀର ବାସ କରୁଥିବା ଲୋକମାନଙ୍କୁ କଣ କରୁଥିଲେ? ଯନ୍ତ୍ରଣା ଦେଉଥିଲେ, କଷ୍ଟ ଦେଉଥିଲେ। ଏମାନଙ୍କୁ ଗୁଡ଼େଇ ଗୁଡ଼େଇ ନିଆଁରେ ମାରୁଥିଲେ। ସେଥିପାଇଁ ଆନନ୍ଦ କର, ଖୁସି କର, ଲୁଗା ନିଅ, ପାର୍ଟି କରିବେ, ମଜା କରିବେ। ଆଉ ଖୁସିରେ ସେମାନେ ବନଉଛନ୍ତି ଗୋଟେ ରାସ୍ତା କଡ଼ରେ ଅଛନ୍ତି, ପଡ଼ିଛନ୍ତି 3 ଦିନ ପର୍ଯ୍ୟନ୍ତ। 3.5 ଦିନ ଉତ୍ତାରେ ଈଶ୍ୱରଙ୍କ ଠାରୁ ଜୀବନ ବାୟୁ ଆସିଲା। ସେମାନଙ୍କ ଠାରେ ପ୍ରବେଶ କଲା। ହାଲେଲୁୟା। ଈଶ୍ୱରଙ୍କ ଠାରୁ ଜୀବନ ବାୟୁ ସେମାନଙ୍କ ଠାରେ ପ୍ରବେଶ କଲା। ସେଥିରେ ସେମାନେ ପାଦରେ ଧରା ଦେଇ ଠିଆ ଆଉ ସେଥିରେ ଯୋଉମାନେ ପଡ଼ିଥିଲେ ପାଦରେ ଧରା ଦେଇ ଛିଡ଼ା ହେଲେ। ଆଉ ସେମାନଙ୍କୁ ଦେଖିବା ଲୋକମାନେ ମହାଭୟଗ୍ରସ୍ତ ହେଲେ। ସେମାନଙ୍କୁ ଦେଖିବା ଲୋକମାନେ ଭୟଙ୍କର କମ୍ପିତ ହେଲେ, ଭୟଗ୍ରସ୍ତ, ଆହୁରି ପୁଣି ବେଶୀ ଡରି ଗଲେ। ହାଲେଲୁୟା। ବୋଲୋ ୟୀଶୁ ମसीହ କି ପ୍ରେଜ୍ ଦ ଲର୍ଡ। ପୁଣି ଥରେ ପ୍ରଭୁଙ୍କର ବାୟୁ ଆସିଲା, ସେମାନଙ୍କ ଠାରେ ପଶିଗଲା, ପୁଣି ଥରେ ଛିଡ଼ା ହେଲେ। ଆଉ ସେମାନଙ୍କୁ ଦେଖିକିରି ଯେତିକି ଲୋକ ମଜା କରୁଥିଲେ, ଆନନ୍ଦ କରୁଥିଲେ, ଶାଢ଼ୀ ଦେଉଥିଲେ, ଭୋଜି କରୁଥିଲେ, ନାଚୁଥିଲେ, ସେମାନେ ଦେଖିକି ଆହୁରି ବେଶୀ ଡରିଗଲେ। ପଢିବା। ସେତେବେଳେ ସେମାନେ ଆକାଶରୁ ଉଚ୍ଚ ସ୍ୱରରେ ତାପରେ ଆକାଶରୁ ଉଚ୍ଚ ସ୍ୱରରେ ଉକ୍ତ ଏହି ବାଣୀ ଶୁଣିଲେ, ଏଠାକୁ ଉଠି ଆସ। ହାଲେଲୁୟା। ଉକ୍ତ ବାଣୀ ସ୍ୱର୍ଗରୁ, ଆକାଶରୁ ଗୋଟେ ବାଣୀ ଆସିଲା।
ସ୍ୱର୍ଗକୁ ଉଠି ଯାଉଛନ୍ତି। ହାଲେଲୁୟା। ଜୋରଦାର କର ତାଳି ଦେବା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହେଲେ ପ୍ରଶ୍ନ ହେଲା କେମିତି ଲୋକମାନେ ସମସ୍ତେ ଦେଖିବେ? କେମିତି ଦେଖିବେ? ଆପଣ ମାନେ ଜାଣିଛନ୍ତି ଆମେ ଘରେ ବସିକି ଅଷ୍ଟ୍ରେଲିଆରେ କ୍ରିକେଟ ହେଲେ ଆମେ ଘରେ ବସିକି ଦେଖୁଛୁ। ଜାପାନରେ ଯଦି ଭୂମିକମ୍ପ ହେବ ଆମେ ଘରେ ବସି ଦେଖୁଛୁ। ଆମେରିକାରେ ଯଦି କଣ ହେଲା ଯୁଦ୍ଧ ହେଲା ଆମେ ଘରେ ବସି ଦେଖୁଛୁ। ଏବେ ଇସ୍ରାଏଲ ଇରାନ ଯୁଦ୍ଧ ଚାଲିଛି ଆମେ ଘରେ ବସି ଦେଖୁଛୁ। ये घरे बसी देखिबा पाई प्रभु ए टीवी को तैयार करले। हालेलुया। हालेलुया। केतेबेले टीवी आसिला जनवरी 26 1926 मसिया रे आसिला जॉन लोगी वर ये प्रथमे एटा तैयार करिसंती कोठी न इंग्लैंड रो लंडन रे ए टेलीविजन प्रथमे तैयार हला केते मसिया रे 1926 मसिया रे जॉन जो माछो धरिबा जॉन प्रभु यीशु ख्रीष्टंकर दास केते आगु से ए विषय लिखिछंती। हालेलुया। पृथ्वी रो लोक माने समस्त देखिबे जे ए दुई जण दास 3.5 दिन पर्यंत रास्ता रे पड़ी कि नथिबे केही मध्य समाधि देबे नाही बरम आनंद करिबे उत्साहे भुजी करिबे साड़ी बाटा बुटी हेबे लुगा पटा बाटा बुटी हेबे सेते बेले कोणी करे प्रभु तांको जीवन वायु देबे आउ से माने कोणी करे छीड़ा हेबे आउ प्रभु तांको स्वर्ग डाकिबे। हालेलुया। हालेलुया। तेणु आमे देखुछु जे प्रथम टेलीविजन 1926 मसिया रे इंग्लैंड रे तैयार हेतिला आउ ए इंग्लैंड रे तैयार हैला आउ ये जो दुई जण दास जेते बेले मरिबे समस्त चक्षु तांको देखिबो। हालेलुया। जेते लोक पृथ्वी रे थिबे समस्त देखिबे ए दुई जण दास रास्ता कड़रे सोइथिबे। हालेलुया। अच्छा ए दुई जण दास किए केते लोग कहउछंती एलियो मौसा काहे कि एलियो मौसा कहउछंती नाही एलियो वर्षा न हो बोली वर्षा हैला नाही एलियो वर्षा न हो प्रभु कहले रे वर्षा हैला नाही मौसा मिस्र देश रे रक्त करथिले पानी नदी मान तो एटी सब नदी मान करे आउ समुद्र मान करे रक्त हेबो सेति पाई केते लोग कहउछंती एलियो आउ मौसा। बाइबल रे लिखा है हिब्रू पुस्तक हिब्रू 9:27 पढ़िबा एवरी पुस्तक 9:27 ये आको बाहर करला देखो ये आको बाहर करछि देखो हमर मंडली रे केते पास मनुष्य मानक निमंते जे परि थोरे मात्र मृत्यु आउ तापर विचार निरूपित अछि सेति जणे मनुष्य निहाती थोरे मरिबा दरकार आ तापर से विचार हबो परमेश्वर का सिंहासन बहाव आ विचार और ता जिए मरे नाही से मरिबार अछि सेति पाए तमे जानि छथि बाइबल रे दुई जण मरि नाहांती किए जोर से कोन माने किए एलिया तापरे हां किए हनक एलिया आ हनक मरि नाहांती सेमति से माने प्रभु डाकले जाई तेनु ए दुई जन को पठेले बोली केते लोक
ବିଶ୍ୱାସ କରୁଛନ୍ତି, କାରଣ ମନୁଷ୍ୟ ମଲା ପରେ ଏକ ବିଚାର ହେବ। ସେଥିପାଇଁ ଏମାନଙ୍କୁ ପଠା ହେଲା ବୋଲି କେତେ ଲୋକ ଚିନ୍ତା କରୁଛନ୍ତି, ହନକ ଆଉ ଏଲିୟ ବୋଲି। ଆଉ ଲୋକ କେତେ କହୁଛନ୍ତି ଯେ ନାଇଁ ଏଲିୟ ଆଉ ମଲ୍କିସେଦକ, ଏଲିୟ ଆଉ ମଲ୍କିସେଦକ, ମାତ୍ର ଯିଏ ବି ହଉ, ଏଲି ହଉ କି ମୋସା ହଉ କି ହନକ ହଉ କି ମଲ୍କିସେଦକ ହଉ, ଯିଏ ବି ହଉ, ମାତ୍ର ଦୁଇ ଜଣ ଦାସ ଆସିବେ, ଏ ପୃଥିବୀରେ ପ୍ରଚାର କରିବେ ଭାବବାଣୀ, ଆଉ ସେମାନଙ୍କୁ ପ୍ରଭୁ ଆଉ ପୁଣି ଥରେ ସ୍ୱର୍ଗ ନେବେ। ହାଲେଲୁୟା। କେତେ ଯୋଜନା ପରମେଶ୍ୱର, କେତେ ଯୋଜନା କରି ପ୍ରଭୁ ବସିଛନ୍ତି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ତ ଏମାନଙ୍କୁ ପୃଥିବୀ ସାରା ଲୋକମାନେ ଦେଖିବେ, କେମିତି ଦେଖିବେ? କେମିତି ନା ଟିଭିରେ। ଆଚ୍ଛା, ଏ ଟିଭି ଆମ ଭାରତରେ କେବେ ହେଇଥିଲା? 1959 ମସିହାରେ ଆମ ଭାରତରେ ହେଇଥିଲା। ଏମିତି ପ୍ରତ୍ୟେକ ଦୁନିଆରେ ସମସ୍ତ ଦେଶରେ ଟିଭି ଅଛି। ଟେଲିଭିଜନ ବୋଲି କହିବେ, ସେଇ ଟିଭି ମାଧ୍ୟମରେ ସମସ୍ତେ ଏଇ ଦୁଇ ଜଣଙ୍କ ଦାସଙ୍କୁ ଦେଖୁଥିବେ, ନିଆଁରେ ପୁଡ଼େଇବାଟା ଦେଖିବେ, ଆଉ ସେମାନଙ୍କୁ ମାରବାଟା ଦେଖିବେ, ଆଉ ସେମାନେ 3 ଦିନ ସେ ରାସ୍ତା କଡ଼ରେ ଯୋଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମହାନଗରରେ ମରିଥିଲେ, କ୍ରୁଶାର୍ପିତ ହେଇଥିଲେ, ସେଇ ରାସ୍ତାରେ ମାନେ ପଡ଼ିକି ରହିବେ, ସେଇଟା ମଧ୍ୟ ଲୋକମାନେ ସମସ୍ତେ ଦେଖିବେ। ହାଲେଲୁୟା, ହାଲେଲୁୟା। ସେଥିପାଇଁ ଏ ଦୁଇ ଜଣ ଦାସ ଯେତେବେଳେ ଏ ପୃଥିବୀରେ ପ୍ରଚାର କରିବେ, ସେତେବେଳେ କିଏ ତ ପରିବର୍ତ୍ତନ ହେବ, ଆଉ ସେମାନେ ହୁଏତ ଏ ମସଜିଦ ଦୁଇ ଜାଗାରେ ଉଦ୍ଧାର ପାଇ ପ୍ରଭୁଙ୍କ ସହିତ ସେ ରହିବେ। ହାଲେଲୁୟା। ତେଣୁ ଆମେ ଦେଖିଲୁ ଯେ ଷଷ୍ଠ ଏବଂ ସପ୍ତମ ଅନ୍ତର ହେଲା ଦୁଇଟା ସାକ୍ଷୀ କେମିତି ଭାବରେ ସେମାନେ ଆସିବେ। ବୁଝିପାରିଲେ? କେମିତି ଲାଗିଲା? ତ ଏଇଟା ଯେତେବେଳେ ଷଷ୍ଠ ତୁରୀ ଆଉ ସପ୍ତମ ତୁରୀ ବାଜିବା ଅନ୍ତର ମଧ୍ୟରେ ହେବ। ଏବେ ଆମେ ଦେଖିବା ଯେ ସପ୍ତମ ତୁରୀ ଯେତେବେଳେ ବାଜିବ, ସେତେବେଳେ କଣ ହେବ? ସେତେବେଳେ କଣ ହେବ? ସପ୍ତମ ତୁରୀ ଯେତେବେଳେ ବାଜିବ, ସେତେବେଳେ କଣ ହେବ? ଆମେ ପଢିବା 11:15। ସପ୍ତମ ଦୂତ ତୁରୀ ଧ୍ୱନି କରନ୍ତେ, ସ୍ୱର୍ଗରେ ମହାଶବ୍ଦ ସହ ଏହି ବାଣୀ ହେଲା, ଜଗତ ଉପରେ ରାଜତ୍ୱ ଆମ୍ଭମାନଙ୍କ ପ୍ରଭୁଙ୍କର, ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏ ଜଗତ ରାଜ୍ୟ କରିବାର ହସ୍ତଗତ ହେଇଅଛି। ହାଲେଲୁୟା। ଆଉ ସେ ଯୁଗେ ଯୁଗେ ରାଜତ୍ୱ କରିବେ। କିଏ? ପ୍ରଭୁ ଯୀଶୁ ଖ୍ରୀଷ୍ଟ। ତଳେ ପଢ଼ନ୍ତୁ। ସେଥିରେ ଈଶ୍ୱରଙ୍କ ସମ୍ମୁଖରେ ଆପଣ ଆପଣ ସିଂହାସନରୁ ଉପବିଷ୍ଟ 24 ପ୍ରାଚୀନ। ଆଚ୍ଛା, ସ୍ୱର୍ଗରେ କେତେ ଜଣ ପ୍ରାଚୀନ ଅଛନ୍ତି? 24 ପ୍ରାଚୀନ। ଉପୁଡ଼ ହୋଇ ଈଶ୍ୱରଙ୍କୁ ପ୍ରଣାମ କରି କହିଲେ, ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର, ବର୍ତ୍ତମାନ ଭୂତ ଯେ ତୁମେ, ଆମ୍ଭେମାନେ ତୁମର ଧନ୍ୟବାଦ କରୁଅଛୁ। କିଏ କହିବେ? ଟିକେ ଜୋରସେ କୁହନ୍ତୁ, ମତେ ବି ଭଲ ଲାଗିବ ନା। କିଏ କହିବ? କେତେ ଜଣ? 24 ଜଣ ପ୍ରାଚୀନ କହିବେ। ତାପରେ ଆମ୍ଭେମାନେ ତୁମର ଧନ୍ୟବାଦ କରୁଅଛୁ, ପ୍ରଭୁ, କାରଣ ତୁମେ ଆପଣା ମହାଶକ୍ତି ଧାରଣ କରି, କାରଣ ଆପଣ ମହାଶକ୍ତି ଧାରଣ କରିଅଛ, ଅର୍ଥାତ୍ ଶକ୍ତି ଦ୍ୱାରା ପ୍ରଭୁ ରାଜ୍ୟତ କରିବେ। ରାଜତ୍ୱ କରି ଗ୍ରହଣ କରିଅଛ। ବିଜାତିମାନେ କ୍ରୋଧ ହୋଇଥିଲେ, କିନ୍ତୁ ତୁମର କ୍ରୋଧ ଉପସ୍ଥିତ ହେଲା। କିନ୍ତୁ ଏବେ ପ୍ରଭୁ ତୁମର କ୍ରୋଧ ଉପସ୍ଥିତି ହେଲା। ପୁଣି ମୃତମାନଙ୍କର ବିଚାର କରିବା ସମୟ
ଆମେ ଏବେ ପଢିବା ପ୍ରକାଶିତ ବାକ୍ୟ 13:15। ପଶୁର ପ୍ରତିମା ଯେପରି କଥା କହିପାରେ। ପଶୁ କହିଲେ ମୁଁ କଣ କହିଲି? ପଶୁ କହିଲେ କିଏ ମାନେ ପଶୁ କହିଲେ କିଏ? ଏଇଟା ମନେ ରଖନ୍ତୁ, ମୁଁ ବାରମ୍ବାର ପଚାରେ ବାପା ମାନେ। ପଶୁ କହିଲେ ଖ୍ରୀଷ୍ଟ ବିରୋଧୀ, ଓଡ଼ିଆରେ ଖ୍ରୀଷ୍ଟ ବିରୋଧୀ, ହିନ୍ଦୀରେ ମସି ବିରୋଧୀ, ଇଂଲିଶରେ ଆଣ୍ଟି କ୍ରାଇଷ୍ଟ। ପଶୁ କହିଲେ ଜୋରସେ କୁହନ୍ତୁ, ଖ୍ରୀଷ୍ଟ ବିରୋଧୀ। ଆଉ ଅଜଗର କହିଲେ ଶୈତାନ। କିଏ? ଶୈତାନ। ଅଜଗର କହିଲେ ଶୈତାନ। କାହିଁକି ଅଜଗର କହିଲା ନା ଯେତେବେଳେ ହବାକୁ ବୁଲେଇଲା ନା ସେ ସର୍ପ ଅଜଗରକୁ ବ୍ୟବହାର କଲା, ସେଥିପାଇଁ ଅଜଗର ବୋଲି କୁହନ୍ତି। ସେଟା କଣ? ଶୈତାନ। ଏତିକି ମନେ ରଖନ୍ତୁ, ପ୍ରକାଶିତ ବାକ୍ୟରେ ପଶୁ କହିଲେ ଖ୍ରୀଷ୍ଟ ବିରୋଧୀ ଆଉ ଅଜଗର କହିଲେ ଶୈତାନ। ହାଲେଲୁୟା। ତେଣୁ 15 ପଢିବା। ଯେତେ ଲୋକ ପଶୁର ସେଇ ପ୍ରତିମାକୁ ପ୍ରଣାମ ନ କରନ୍ତି, ଯେତେ ଲୋକ ପଶୁର ଅର୍ଥାତ୍ ମସି ବିରୋଧୀ ବା ଖ୍ରୀଷ୍ଟ ବିରୋଧୀର ମୂର୍ତ୍ତିକୁ ପ୍ରଣାମ କରିବେ ନାହିଁ, ସେମାନେ ଯେପରି ବଧ କରାଯିବେ। ସେମାନଙ୍କୁ এই ମସି ବିରୋଧୀ ବଧ କରିବ। ଏଥିପାଇଁ ତାହାକୁ ସେହି ପଶୁର ପ୍ରତିମାକୁ ପଶୁର ପ୍ରତିମାକୁ ଜୀବନ ଦାନ କରିବାକୁ କ୍ଷମତା ଦିଆଗଲା। ହାଲେଲୁୟା। ଅର୍ଥାତ୍ ସେ ପ୍ରତିମା ପଶୁ ଖ୍ରୀଷ୍ଟ ବିରୋଧୀ ପରମେଶ୍ୱରଙ୍କର ମନ୍ଦିରରେ ତାରପରି ରୂପରେ ଗୋଟେ ମୂର୍ତ୍ତି କରାହବ। ଆଉ ସେ ମୂର୍ତ୍ତି କଥା କହିବ ଆଉ ସେ ମୂର୍ତ୍ତି ଅହଙ୍କାରରେ ପରିପୂର୍ଣ୍ଣ ହେବ। ଭୟଙ୍କର ଚାଟୁବାଦୀ କଥା କହିବ, ମୂର୍ତ୍ତି କଥା କହିବ। ଆମେ ବାଇବେଲରେ ପଢିଛୁ ମୂର୍ତ୍ତି ନା କଥା କହିବ ନା ଦେଖବ ନା ଶୁଣିବ, ମାତ୍ର ପ୍ରଭୁ ଦେଖ ମୂର୍ତ୍ତି କଥା କହିବ, ପ୍ରକାଶିତ ବାକ୍ୟରେ କହିଛି। ହାଲେଲୁୟା। ହାଲେଲୁୟା। ଏ ମୂର୍ତ୍ତି କଥା କହିବ। ଯେଉଁମାନେ ପ୍ରଣାମ କରିବେ ନାହିଁ, ଯେଉଁମାନେ ତାଙ୍କୁ ନତମସ୍ତକ ହେବେ ନାହିଁ, ମୁଣ୍ଡିଆ ମାରିବେ ନାହିଁ, ସେମାନଙ୍କୁ ସମସ୍ତଙ୍କୁ ସେ ମାରିଦେବ। କିଏ? ଆଣ୍ଟି କ୍ରାଇଷ୍ଟ, ଖ୍ରୀଷ୍ଟ ବିରୋଧୀ ମାରିଦେବ ସମସ୍ତଙ୍କୁ। ଏବେ ଇସ୍ରାଏଲ ଲୋକମାନେ ମୁଣ୍ଡିଆ ମାରିବେ ନାହିଁ। କାହିଁକି ମାରିବେ ନାହିଁ? ନା ସେମାନେ ମୋସାଙ୍କର ବ୍ୟବସ୍ଥା ପାଳନ କରିବା ଲୋକ। ସେମାନେ କେବେ ମୁଣ୍ଡିଆ ମାରିବେ ନାହିଁ। ଯେତେ ଲୋକ ମୁଣ୍ଡିଆ ମାରିବେ ନାହିଁ, ସେମାନଙ୍କୁ ସବୁକୁ ମାରିଦେବ। କିଏ ମାରିଦେବ? ଆଣ୍ଟି କ୍ରାଇଷ୍ଟ ବା ଖ୍ରୀଷ୍ଟ ବିରୋଧୀ। କିଏ ମାରିଦେବ? ଖ୍ରୀଷ୍ଟ ବିରୋଧୀ। ପ୍ରକାଶିତ ବାକ୍ୟରେ ପଶୁ କହିଲେ ଖ୍ରୀଷ୍ଟ ବିରୋଧୀ। କାହିଁକି ପଶୁ କୁହାହବ? କାହିଁକି ପଶୁ କୁହାହବ? ନା ସେ ପଶୁ ପରି କାମ କରିବ। ସେ ଆଉ ଭଲ ମନ୍ଦ ବିଚାର କରିବ ନାହିଁ। ସେ କେବଳ ମନ୍ଦ ବିଚାର କରେ, ମନ୍ଦରେ ଜୟ ହେବ ଏବଂ ସମସ୍ତଙ୍କୁ ଯିଏ ମୁଣ୍ଡିଆ ମାରିବ ନାହିଁ ତାକୁ ସେ ମାରିଦେବ। ହାଲେଲୁୟା। ହାଲେଲୁୟା। ମାତ୍ର ଆମେ ତା ପୂର୍ବରୁ ପ୍ରଭୁ ଆମମାନଙ୍କୁ ନେଇ ଯାଇଥିଲେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଜୋରଦାର କରିଦେବା ପ୍ରଭୁଙ୍କ ପାଇଁ। ତା ପୂର୍ବରୁ ପ୍ରଭୁ ତାଙ୍କ ଲୋକମାନଙ୍କୁ ସ୍ୱର୍ଗରେ ନେଇ ଯାଇଥିବେ। ଆମେ ସେତେବେଳେ ସ୍ୱର୍ଗରେ ପ୍ରଭୁଙ୍କ ସିଂହାସନରେ ଆରାଧନା କରୁଥିବା ସମୟରେ ଏପଟେ ଏ ମସି ବିରୋଧୀ ବା ଖ୍ରୀଷ୍ଟ ବିରୋଧୀ ପୃଥିବୀର ଲୋକମାନଙ୍କୁ ଯେଉଁମାନେ ତାଙ୍କୁ ପ୍ରଣାମ କରିବେ ନାହିଁ, ତାଙ୍କ ମୂର୍ତ୍ତିକୁ ପ୍ରଣାମ କରିବେ ନାହିଁ, ସେମାନଙ୍କୁ ସବୁ ମାରିଦେବ। ହାଲେଲୁୟା। ଏ ସମସ୍ୟାରେ ଆମେ ନଥିବା କାରଣ ଆମେ ଈଶ୍ୱରଙ୍କର ସନ୍ତାନ। ଏଥିପାଇଁ ଆମେ ଜାଗ୍ରତ ହେବା ପାଇଁ, ସଜାଗ ହେବା ପାଇଁ ମୁଁ ଆପଣମାନଙ୍କୁ ପ୍ରକାଶିତ ବାକ୍ୟ ଶିଖଉଛି। ପରିବର୍ତ୍ତନ ହେଲା ମେନ୍ ଜିନିଷ, ମୁଖ୍ୟ ଜିନିଷ ହେଲା ପରିବର୍ତ୍ତନ ହେଲା। ଆମେ ଯଦି ପ୍ରଭୁଙ୍କୁ ଜାଣିବି, ଯଦି ଅବହେଳା ଜୀବନ କାଟୁଛୁ, ତାହେଲେ ଆମେ ପରିବର୍ତ୍ତନ ହେବା। ଆମେ
विश्वास में बढ़िबा आउरी आगु आउरी मजबूत रे परमेश्वर को धरि रखिबा ताहले प्रभु हम मान को सेपरेट करिबे हमको अलगा करिबे आ से जते बेले मेघमान रे आसीबे गुप्त आगमन रे हम समस्त को नै जिबे मु विश्वास करूची तमरी रे समस्त मां भौणी माने सेते बेले ए दिन दिबे जगत रे स्वर्ग रे हालेलुया जोरदार करता हालेलुया हां तापरे पढिबा सेते बेले स्वर्ग रे थिबा ईश्वर को मंदिर उन्मुक्त हैला तापरे हम गुटे आर पदे पढिबा प्रकाशित 13:16 पढिबा प्रकाशित 13:16 आउ से सान्न बड़ धनी और दरिद्र सान्न बड़ धनी और दरिद्र स्वाधीन और पराधीन स्वाधीन और पराधीन समस्त को सेमान को दक्षिण हस्तरे समस्त को सेमान को दक्षिण हस्तरे एवं कपाल रे गोटे चिन्ह धारण करिबा को बाध्य कराए हालेलुया आमे 13:15 में पढ़ेलो पृथ्वी के रहने वालों को इस प्रकार फरमाता था कि पृथ्वी के रहने वालों से कहता था कि जिस पशु की मूर्ति बनाओ तो 15 रे आमे जते बेले पढुछु